ରାଜ ରୋମିଓ କହିଲେ ଚଳିବ। ଆଜି ଗୋଟେ ଦେଖୁଥିଲି ଇନଷ୍ଟାଗ୍ରାମରେ ଗୋଟେ ନ୍ୟୁଜ୍ ଦେଖୁଥିଲି ଯେ ରାପିଡ଼ୋ ଓଲା ଆଉ ଗୋଟେ କ'ଣ ଗୋଟେ ଅଛି ରାପିଡ଼ୋ ଓଲା ଆଇ ଥିଙ୍କ ଆଉ ଗୋଟେ କ'ଣ ଗୋଟେ ଅଛି ସେମାନେ ଆଉ ମାନେ ବ୍ୟାନ୍ କରିଦେଲେ ଆମ ଓଡ଼ିଶାରୁ। ବିଶ୍ୱାସ କରିବେନି ଗୋଟେ ଥର ଟ୍ରେନରେ ଯାଇଥିଲି ଗୋଟେ ଷ୍ଟେସନରୁ ଓହ୍ଲେଇଥିଲି ହେଲା। ସେ ଷ୍ଟେସନ ନାଁ ହେଉଛି ଭୁବନେଶ୍ୱର। ସେ ଭୁବନେଶ୍ୱରରୁ ମୁଁ ପଟିଆ ଯିବା ପାଇଁ ବିଶ୍ୱାସ କରନ୍ତୁ ଭାଇ କ'ଣ କହିଲେ ଜାଣିଛନ୍ତି? ମୁଁ ତା ପୂର୍ବ ନାଇଁ ତା ପୂର୍ବ କହୁଛି ଆଉ ଗୋଟେ ପୂର୍ବରୁ ଯାଇଥିଲି ତା କହିଥିଲା 400 ଟଙ୍କା। ମୁଁ ଗୋଟେ ଥର ଏବେ ଯାଇକି ମଝିରେ ମୁଁ ଓଲାରେ ମୁଁ ନେଟ୍ରେ ଓଲାରେ ମୁଁ ବୁକିଂ କରିଥିଲି ନେଇଥିଲେ କେତେ 140 ଟଙ୍କା। ମାନେ ଇଏ ଅଟୋ ଡ୍ରାଇଭର ଭାଇମାନେ 300 250 ଗୋଟେ ଟ୍ରିପ୍ରେ ନେଉଛନ୍ତି ମାନେ କେତେ ଅଧିକ ନେଉଛନ୍ତି ବୋଲି ଭାବନ୍ତୁ। ଆଉ ଏମାନେ ଗୋଟେ ଦଙ୍ଗା କରିକି ମାନେ ଯାତ୍ରୀମାନଙ୍କୁ ହିଁ ହଇରାଣ କରୁଛନ୍ତି, ଯେତେ କଷ୍ଟମରମାନଙ୍କୁ ହିଁ ହଇରାଣ କରୁଛନ୍ତି, ଯେଉଁମାନେ ଯାତାୟାତ କରୁଛନ୍ତି ସେମାନଙ୍କୁ ବି ହଇରାଣ କରୁଛନ୍ତି। ଏ ଅଟୋ ଭାଇମାନେ ମୁଣ୍ଡ ଖରାପ କରିସାରିଲେଣି। ଭଲ କରିଛ ଭାଇ ଓଲା ଆଉ ରାପିଡ଼ୋ, ତୁମେ ଜମା ହିଁ ତୁମ ଆପ୍ସକୁ ବ୍ୟାନ୍ କରନି, ନହେଲେ ବ୍ୟାନ୍ କରିବ ତ ଯେତେକ ଲୋକମାନେ ଯାଉଛନ୍ତି ସେମାନେ ସମସ୍ତେ ହଇରାଣ ପଡ଼ିବେ। ଏ ଅଟୋ ଭାଇମାନେ ବହୁତ ଠକ ଭାଇମାନେ, ଦେଖିକି ଟିକେ ଚାଲିବ। ତାଙ୍କର ସଂଘର ଲିଡ଼ର ଗୋଟେ କହୁଥିଲା ଯେ ଆମେ ସବୁ ବ୍ୟାନ୍ କରିଦେବୁ, ସବୁଆଡ଼େ ଆମର ସଂଘ ଅଛି, ଆମେ 20ଟା ସଂଘକୁ ଆଣିଦେବୁ। କ'ଣ କରିପାରିବ ଭାଇ? ଖାଲି କଥା କହିଲେ କିଛି ହେବନି। ପୋଲିସମାନଠୁ ଖାଲି ମାଡ଼ ଖାଇଲେ ତଥାପି ତୁମେ ହଇରାଣ ପଡ଼ୁନ। ତୁମେ ଜାଣିପାରୁନ 400 ଅଟୋ ବର୍ତ୍ତମାନ ତାଙ୍କର ପରମିଟ୍ କ୍ୟାନସଲ୍ ହେବାକୁ ଲାଗିଲା। ତୁମେ ଖାଲି ବେକାରକୁ ନ୍ୟୁଜ୍ରେ ପିଲାମାନଙ୍କୁ ଭଡ଼କେଇକି ସେମାନଙ୍କୁ ହଇରାଣ ଖାଲି କରୁଛ। କାହିଁକି କରୁଛ? କ'ଣ ଲାଭ କହିଲ? କ'ଣଟା ଲାଭ ହେଉଛି ତୁମମାନଙ୍କର? ଏଇଠି ଯେଉଁମାନେ ଯିବା ଆସିବା କରୁଛନ୍ତି ସେମାନେ ହଇରାଣ ପଡ଼ୁଛନ୍ତି। ତୁମେ ତ ତା ଭିତରୁ 60 80 90 ଟଙ୍କା ପାଇକି ତ ତୁମେ ଦିନକୁ 1000 1200 ଟଙ୍କା ଇନକମ୍ କରୁଥିବ। ଯେଉଁମାନେ ଦିନ ମଜୁରିଆ ସେମାନେ ତ ସେତିକି ପାଉନାହାନ୍ତି। କାହିଁକି ତୁମେ ଅଧିକ କହିକି ଲାଭ କ'ଣ? ଖାଲି ଲୋକମାନଙ୍କୁ ଡ୍ରାଇଭରମାନଙ୍କୁ ଖାଲି ତୁମେ ଭ୍ରାନ୍ତ କରଉଛ କରିକି ସେମାନଙ୍କର ମୁଣ୍ଡ ପାଗଳ ଯୋଗୁଁ ଯାଇକି ରାସ୍ତା ରୋକ କରୁଛନ୍ତି, ମାନେ ଆଉ କିଛି ନାହିଁ। ଏଇମାନେ କେତେ ଜଣଙ୍କର ନେତା ଯୋଗୁଁ ଏଇମାନେ ହଇରାଣ ହେଉଛନ୍ତି। ଭାଇମାନେ ଶୁଣନ୍ତୁ, ଓଲା ରାପିଡ଼ୋ ଆମ ଓଡ଼ିଶାରେ ଚାଲିବ ହେଲା। ତୁମେ କିଏ ବ୍ୟାନ୍ କରିବା ପାଇଁ? ଲୋକମାନଙ୍କୁ ଠକିକି ପଇସା ଖାଉଛ। ତୁମେ କାହାକୁ ଗୋଟେ ମାନୁନ। କେଉଁ ମା ଝିଅଙ୍କୁ ଗଲେ ତ ତାଙ୍କୁ ମୁଁ ଦେଖୁଥିଲି ମା ଝିଅଙ୍କୁ ଗୋଟେ ହଇରାଣ କରିଥିଲ। ମୁଁ ଦେଖିଛି କେତେ ଯାତ୍ରୀମାନଙ୍କ ଠାରୁ ଠକିକି ନେଉଛ ପଇସା, ତାଙ୍କୁ ଇଆଡ଼ୁ ସିଆଡ଼ୁ ବ୍ୟବହାର ଖରାପ କରୁଛ। କେତେ ଅଟୋବାଲା ଯାଉଛନ୍ତି, ସେ ଅଟୋବାଲାଙ୍କୁ କହୁଛ ଭାଇ ତୁମେ ଓଲା ଆଉ ରାପିଡ଼ୋ ଇଏ କରିବନି। କ'ଣ ପାଇଁ କରିବେନି? ସେମାନେ କ'ଣ ପାଇଁ କରିବେନି? କ'ଣ ପାଇଁ? ଯେଉଁମାନେ ଯାଉଛନ୍ତି ତାଙ୍କୁ ଖାଇବାକୁ ଦେଇଦେବ। ତୁମମାନେ ସେମାନେ ଯାଉଛନ୍ତି ତାଙ୍କ ବାଟରେ ଯାଉଛନ୍ତି, ତୁମେ ତାଙ୍କୁ ଗୋଟେ ହଇରାଣ କରି ନା ତୁମେ ଭାଇ ଓଲା ରାପିଡ଼ୋ ଯାହା ଅଛି ସବୁ ଯାଇ ଡିଲିଟ୍ କରିଦିଆ ହେବ। ଆଉ କେତେଦିନ ପରେ ସବୁ ଜୋମାଟୋ ତାପରେ ଡେଲି ବ୍ଲିଙ୍କିଟ୍ କରୁଛନ୍ତି ଯେଉଁମାନେ ଆମାଜନ୍, ସେମାନେ ବି କହିଦେବ ଲାଷ୍ଟକୁ, ସେମାନେ ବି ଲାଷ୍ଟକୁ କହିବେ ଆମ ପଇସା ଭଡ଼ା କହିକି ସେମାନେ ଗୋଟେ ରୁଲ୍ସ ବାହାର କରିବେ। ମାନେ ଗୋଟେ ରୁଲ୍ ଚଲେଇଛ ତୁମେ ନା। ତାପରେ ବି ଗୋଟେ ଦିନ ଭାଇ କହିବି ରହୁଛି ଭାଇ, ଟିକେ ଟିକେ ଲାଇକ୍ ଆଉ ସବସ୍କ୍ରାଇବ୍ କର। ନୂଆ ନୂଆ ଖୋଲିଛି, ଦେଖିବା କ'ଣ ହେଉଛି। ଆଉ ବାଏ ବାଏ, ଗୁଡ୍ ନାଇଟ୍, ଗୁଡ୍ ଏଇଟା ଅଛି ଇଭିନିଂ ଟାଇମ୍ଟା, 4ଟା 5ଟା ବେଳ ଟାଇମ୍ଟା କରିଛି, ଦେଖିବା କ'ଣ ହେଉଛି ଆଉ। ବାଏ।